ଆସନ୍ତୁ ଆଜି ଆମେ ଆଲୋଚନା କରିବା ସାଲୋଏନ୍ ଟ୍ରିକି ଓଡ଼ିଆ ଗ୍ରାମାରର ବିଷୟ ନମ୍ବର 7ର କିଛି ପ୍ରଶ୍ନ। ବିଷୟ ନମ୍ବର 7ରେ ରହିଛି କ୍ରିୟା, କ୍ରିୟାର କାଳ, କ୍ରିୟାର ପଦ, କ୍ରିୟାଜ ବିଶେଷଣ, କ୍ରିୟାର ବିଶେଷଣ। ଆସନ୍ତୁ ଏହାର 119 ନମ୍ବର ପ୍ରଶ୍ନଟିକୁ ଯିବା। 119 ନମ୍ବର ପ୍ରଶ୍ନରେ ରହିଛି କ୍ରିୟାର କ ସ୍ତମ୍ଭକୁ ଖ ସ୍ତମ୍ଭ ସହିତ ସମ୍ପର୍କ କରି ସଠିକ୍ ଉତ୍ତର ନିରୂପଣ କର। କ ସ୍ତମ୍ଭରେ ରହିଛି କରେ କ୍ରିୟାର ମୂଳପିଣ୍ଡ, ଖରେ ରହିଛି ଧାତୁର ପ୍ରୟୋଗାତ୍ମକ ରୂପ, ଗରେ ରହିଛି କାଳ, ପୁରୁଷ, ବଚନର ସୂଚନା, ଘରେ ରହିଛି ସଂସ୍କୃତ ଧାତୁ, ରେ ରହିଛି କ୍ରିୟାବାଚକ ବିଶେଷ୍ୟ ପଦ। ସେହିପରି ଖ ସ୍ତମ୍ଭରେ ରହିଛି ଆଇରେ କ୍ରିୟା, ଡବଲ ଆଇରେ ରହିଛି ତତ୍ସମ, ତ୍ରିପଲ ଆଇରେ ରହିଛି କାର୍ଯ୍ୟର, ଆଇଭିରେ ରହିଛି ଧାତୁ, ଭିରେ ରହିଛି କ୍ରିୟାପଦ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ନମ୍ବର ଏ। କର ଉତ୍ତର ହେଉଛି ଆଇଭି ଧାତୁ, ଖର ଉତ୍ତର ହେଉଛି ଆଇ କ୍ରିୟା, ଗର ଉତ୍ତର ହେଉଛି ଭି କ୍ରିୟାପଦ, ଘର ଉତ୍ତର ହେଉଛି ଡବଲ ଆଇ ତତ୍ସମ, ର ଉତ୍ତର ହେଉଛି ତ୍ରିପଲ ଆଇ କାର୍ଯ୍ୟର। ଆସନ୍ତୁ ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଏହାର ପରବର୍ତ୍ତୀ ପ୍ରଶ୍ନ ରହିଛି 120 ନମ୍ବର ପ୍ରଶ୍ନ। କ୍ରିୟାର ବିଭିନ୍ନତାରେ କ ସ୍ତମ୍ଭ ଓ ଖ ସ୍ତମ୍ଭକୁ ସଂଯୋଗ କରି ଉପଯୁକ୍ତ ରୂପେ ଉତ୍ତର ନିର୍ଦ୍ଧାରଣ କର। ଏହାର କ ସ୍ତମ୍ଭରେ ରହିଛି କରେ ବ୍ୟୁତ୍ପନ୍ନ ଧାତୁ, ଖରେ ରହିଛି ସଂସ୍କୃତ ଧାତୁ ପରିବର୍ତ୍ତନ, ଗରେ ରହିଛି ଧାତୁରୁ ଅନ୍ୟ ଦ୍ୱାରା କାର୍ଯ୍ୟ ହେବା, ଘରେ ରହିଛି ଏକ ଧାତୁ ଓ ଏକ କ୍ରିୟା, ରେ ରହିଛି କ୍ରିୟାପଦ ଦ୍ୱାରା ସମ୍ପୂର୍ଣ୍ଣତା ସୂଚନା, ଖ ସ୍ତମ୍ଭରେ ରହିଛି ଆଇରେ ପ୍ରୟୋଜକ ଧାତୁ, ଡବଲ ଆଇରେ ରହିଛି ଏକକ କ୍ରିୟାପଦ, ତ୍ରିପଲ ଆଇରେ ରହିଛି ସମାପିକା କ୍ରିୟା, ଆଇଭିରେ ରହିଛି ନାମ ଧାତୁ, ଭିରେ ରହିଛି ତଦ୍ଭବ। ଆସନ୍ତୁ ଏହାର ସଠିକ୍ ଉତ୍ତରକୁ ଯିବା। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ନମ୍ବର ବି। କର ଉତ୍ତର ହେଉଛି ଆଇଭି ନାମ ଧାତୁ, ଖର ଉତ୍ତର ହେଉଛି ଭି ତଦ୍ଭବ, ଗର ଉତ୍ତର ହେଉଛି ଆଇ ପ୍ରୟୋଜକ ଧାତୁ, ଘର ଉତ୍ତର ହେଉଛି ଡବଲ ଆଇ ଏକକ କ୍ରିୟାପଦ, ର ଉତ୍ତର ହେଉଛି ତ୍ରିପଲ ଆଇ ସମାପିକା କ୍ରିୟା। ଆସନ୍ତୁ ଏହାର ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଏହାର ପରବର୍ତ୍ତୀ ପ୍ରଶ୍ନ ରହିଛି 121 ନମ୍ବର ପ୍ରଶ୍ନ। ବିଭିନ୍ନ ପ୍ରକାର କ୍ରିୟାର କ ସ୍ତମ୍ଭ ସହିତ ଖ ସ୍ତମ୍ଭ ସଂଯୋଗ କରି ଉତ୍ତର ଲେଖ। କ ସ୍ତମ୍ଭରେ ରହିଛି କରେ ମୁଖ୍ୟ ଧାତୁ ପ୍ଲସ୍ ଉ ବା ଇ ପ୍ରତ୍ୟୟ, ଖରେ ରହିଛି ସମ୍ପୂର୍ଣ୍ଣତାର କ୍ରିୟା, ଗରେ ରହିଛି ଅସମାପ୍ତି କ୍ରିୟା, ଘରେ ରହିଛି ଦୁଇ ପଦରେ ପ୍ରକାଶିତ କ୍ରିୟା, ରେ ରହିଛି କ୍ରିୟାର କର୍ମ ନଥାଏ। ସେହିପରି ଖ ସ୍ତମ୍ଭରେ ରହିଛି ଆଇରେ ଅସମାପିକା କ୍ରିୟା, ଡବଲ ଆଇରେ ରହିଛି ମିଶ୍ର କ୍ରିୟା, ତ୍ରିପଲ ଆଇରେ ରହିଛି ଅକର୍ମକ କ୍ରିୟା, ଆଇଭିରେ ରହିଛି ଯୌଗିକ କ୍ରିୟା, ଭିରେ ରହିଛି ସମାପିକା କ୍ରିୟା। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ନମ୍ବର ଏ। କର ଉତ୍ତର ହେଉଛି ଆଇଭି ଯୌଗିକ କ୍ରିୟା, ଖର ଉତ୍ତର ହେଉଛି ଭି ସମାପିକା କ୍ରିୟା, ଗର ଉତ୍ତର ହେଉଛି ଆଇ ଅସମାପିକା କ୍ରିୟା, ଘର ଉତ୍ତର ହେଉଛି ଡବଲ ଆଇ ମିଶ୍ର କ୍ରିୟା, ର ଉତ୍ତର ହେଉଛି ତ୍ରିପଲ ଆଇ ଅକର୍ମ କ୍ରିୟା। ଆସନ୍ତୁ ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି 122 ନମ୍ବର ପ୍ରଶ୍ନ। କ୍ରିୟାର ସଂଖ୍ୟା କ ସ୍ତମ୍ଭ ଓ ଖ ସ୍ତମ୍ଭକୁ ଉପଯୁକ୍ତ ରୂପେ ମିଳାଅ ଓ ଉତ୍ତର ଲେଖ। କ ସ୍ତମ୍ଭରେ ରହିଛି କରେ କ୍ରିୟାର ଭାବ, ଖରେ ରହିଛି କ୍ରିୟାର ବିଭକ୍ତି, ଗରେ ରହିଛି କ୍ରିୟାପଦ, ଘରେ ରହିଛି କାଳସୂଚକ ବିଭକ୍ତି, ରେ ରହିଛି ଅର୍ଥଭେଦରେ କ୍ରିୟା। ସେହିପରି ଖ ସ୍ତମ୍ଭରେ ରହିଛି ଆଇରେ 9, ଡବଲ ଆଇରେ ରହିଛି 2, ତ୍ରିପଲ ଆଇରେ ରହିଛି 5, ଆଇଭିରେ ରହିଛି 13, ଭିରେ ରହିଛି 3। ଆସନ୍ତୁ ଏହାର ସଠିକ୍ ଉତ୍ତର ଜାଣିବା। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ବି। କର ଉତ୍ତର ହେଉଛି ତ୍ରିପଲ ଆଇ 5, ଖର ଉତ୍ତର ହେଉଛି ଆଇଭି 13, ଗର ଉତ୍ତର ହେଉଛି ଆଇ 9, ଘର ଉତ୍ତର ହେଉଛି ଭି 3, ର ଉତ୍ତର ହେଉଛି ଡବଲ ଆଇ 2। ଆସନ୍ତୁ ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା।
123 नंबर प्रश्नटी ହେଉଛି ବିଭିନ୍ନ କ୍ରିୟାର କ ସ୍ତମ୍ଭ ସହିତ ଖ ସ୍ତମ୍ଭକୁ ସଂଯୋଗ କରି ସଠିକ୍ ଉତ୍ତର ଲେଖ। ଏହାର କ ସ୍ତମ୍ଭରେ ରହିଛି କରେ ପଢ଼ିଥାଉ, ଖରେ ରହିଛି ଶୁଣାଇଲେ, ଗରେ ରହିଛି ପଠନ କଲା, ଘରେ ରହିଛି ଶୋଇଲାଣି, ଉଁରେ ରହିଛି ଯାଉ ଯାଉ। ସେହିପରି ଖ ସ୍ତମ୍ଭରେ ରହିଛି ଆଇରେ ଅସମାପିକା କ୍ରିୟା, ଡବଲ ଆଇରେ ରହିଛି ମିଶ୍ର କ୍ରିୟା, ତ୍ରିପଲ ଆଇରେ ରହିଛି सकर्मक क्रिया, आईभिरे रही यौगिक क्रिया, भिरे रही नाम धातु क्रिया। यार सठिक उत्तरटी हेउछि ऑप्शन नंबर ए। कर उत्तर हेउछि आईभि यौगिक क्रिया, खर उत्तर हेउछि भि नाम धातु क्रिया, गर उत्तर हेउछि डबल आई मिश्र क्रिया, घर उत्तर हेउछि ट्रिपल आई सकर्मक क्रिया, उर उत्तर हेउछि आई असमापिका क्रिया। आसंतु यार परवर्ती प्रश्न को जिबा। यार परवर्ती प्रश्न हेउछि 124 नंबर प्रश्न। क्रियार क स्तंभ और ख स्तंभ को संपर्क करी उपयुक्त उत्तर बाछि लेख। क स्तंभ रे रहिछि करे सुणाइला, खरे रहिछि हसु अछि, गरे रहिछि आंब पड़िला, घरे रहिछि जय करिबा, उरे रहिछि भुकुछि। सेहिपरि ख स्तंभ रे रहिछि आईरे अकर्मक क्रिया, डबल आईरे रही मिश्र क्रिया, ट्रिपल आईरे रही द्विकर्मक क्रिया, ट्रिपल आई भिरे रही सकर्मक क्रिया, भिरे रही अमिश्र क्रिया। यार सठिक उत्तर हेउछि ऑप्शन नंबर ए। कर उत्तर हेउछि ट्रिपल आई द्विकर्मक क्रिया, खर उत्तर हेउछि आई अकर्मक क्रिया, गरे रही उत्तर भी अमिश्र क्रिया, घर उत्तर रही डबल आई मिश्र क्रिया, मोर उत्तर हेउछि आई भी सकर्मक क्रिया। आसंतु यार परवर्ती प्रश्न को देखिबा। यार परवर्ती प्रश्नटी हेउछि 125 नंबर प्रश्न। क्रियार संपर्कता र क स्तंभ को ख स्तंभ सहित संयोग करी सठिक उत्तर लेख। क स्तंभ रे रहिछि करे प्रेरणार्थक क्रिया, खरे रही क्रिया, गरे रही क्रियापद, घरे रही सकर्मक क्रिया, उरे रही धातु। सेहिपरि ख स्तंभ रे रही आईरे कर्तार पुरुष और वचन, डबल आईरे रही प्रयोजक, ट्रिपल आईरे रही कार्यर सूचक, आई भिरे रही देखाइले, भिरे रही कर्ता। सेहिपरि यार सठिक उत्तर हेउछि ऑप्शन नंबर ए। कर उत्तर हेउछि आई भी देखाइले, खर उत्तर हेउछि भी कर्ता, घर उत्तर हेउछि आई कर्तार पुरुष और वचन, घर उत्तर हेउछि डबल आई प्रयोजक, उर उत्तर हेउछि ट्रिपल आई कार्यर सूचक। आसंतु यार परवर्ती प्रश्न को जिबा। यार परवर्ती प्रश्न हेउछि 126 नंबर प्रश्न। क स्तंभ सह ख स्तंभ को संपर्क करी उपयुक्त उत्तर दियो। यार क स्तंभ रे रहिछि करे देखन्ते, खरे रहिछि काल सूचक चिन्ह और वचन सूचक चिन्ह, गरे रही कर्म न थाई क्रियापद, घरे रही निमित्त अर्थरे, उरे रही क्रियार कर्म। सेहिपरि ख स्तंभ रही आईरे अकर्मक, डबल आईरे सकर्मक, ट्रिपल आईरे वर्तमान, आई भिरे क्रियापद, भिरे रही असमापिका क्रिया। यार सठिक उत्तर हेउछि ऑप्शन नंबर ए। कर उत्तर हेउछि ट्रिपल आई वर्तमान, खर उत्तर हेउछि आई भी क्रियापद, घर उत्तर हेउछि आई अकर्मक क्रिया, घर उत्तर हेउछि भी असमापिका क्रिया, मोर उत्तर हेउछि डबल आई सकर्मक। आसंतु यार परवर्ती प्रश्न को जिबा। 127 नंबर प्रश्नटी हेउछि क्रिया संबंधित क स्तंभ सह ख स्तंभ को जोड़ी सठिक उत्तर बाछि लेख। क स्तंभ रे रहिछि करे धातु, खरे रहिछि क्रियार नाम को बुझाए, गरे रहिछि प्राणीवाचक पद, घरे रहिछि अप्राणीवाचक पद, उरे रहिछि समापिका क्रिया। सेहिपरि ख स्तंभ रे रहिछि आईरे मुख्य कर्म, डबल आईरे रहिछि गौण कर्म, ट्रिपल आईरे रहिछि प्रकृति, आई भिरे रहिछि स्वाधीन, भिरे रहिछि क्रियावाचक विशेषण। सेहिपरि यार सठिक उत्तर हेउछि ऑप्शन नंबर ए। कर उत्तर हेउछि ट्रिपल आई प्रकृति, खर उत्तर हेउछि भी क्रियावाचक विशेष्य, गर उत्तर हेउछि आई मुख्य कर्म,
ଘର ଉତ୍ତର ହେଉଛି ଡବଲ ଆଇ ଗୌଣ କର୍ମ। ମୋର ଉତ୍ତର ହେଉଛି IV ସ୍ୱାଧୀନ। ଆସନ୍ତୁ ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଏହାର ପରବର୍ତ୍ତୀ ପ୍ରଶ୍ନଟି ରହିଛି 128 ନମ୍ବର ପ୍ରଶ୍ନ। କ୍ରିୟାର କାଳକୁ କ ସ୍ତମ୍ଭ ଓ ଖ ସ୍ତମ୍ଭକୁ ସଂଯୋଗ କର ଓ ଉତ୍ତର ଲେଖ। ଏହାର କ ସ୍ତମ୍ଭରେ ରହିଛି କରେ କ୍ରିୟାର ସମୟ ସୂଚକ ରୂପ, ଖରେ ରହିଛି କାର୍ଯ୍ୟ ଅତୀତରେ ଘଟିଥିବା ସୂଚନା, ଗରେ ରହିଛି ସମ୍ପ୍ରତି କାର୍ଯ୍ୟ ଚାଲିଥିବା ସୂଚନା, ଘରେ ରହିଛି ନିୟମିତ ରୂପେ କାର୍ଯ୍ୟ ଘଟେ, ଉଁରେ ରହିଛି ଅସମ୍ପନ୍ନ ବର୍ତ୍ତମାନ। ସେହିପରି ଖ ସ୍ତମ୍ଭରେ ରହିଛି ଆଇରେ ଅତୀତ କାଳ, ଡବଲ ଆଇରେ ରହିଛି ବର୍ତ୍ତମାନ କାଳ, ତ୍ରିପଲ ଆଇରେ ରହିଛି କାଳ, IVରେ ରହିଛି ଚଳିତ ବର୍ତ୍ତମାନ, ଭିରେ ରହିଛି ନିତ୍ୟ ପ୍ରବୃତ୍ତ ବର୍ତ୍ତମାନ। ସେହିପରି ଏହାର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ସି। କର ଉତ୍ତର ହେଉଛି ତ୍ରିପଲ ଆଇ କାଳ, ଖର ଉତ୍ତର ହେଉଛି ଆଇ ଅତୀତ କାଳ, ଗର ଉତ୍ତର ହେଉଛି ଡବଲ ଆଇ ବର୍ତ୍ତମାନ କାଳ, ଘର ଉତ୍ତର ହେଉଛି ଭି ନିତ୍ୟ ପ୍ରବୃତ୍ତ ବର୍ତ୍ତମାନ, ଉଁର ଉତ୍ତର ହେଉଛି IV ଚଳିତ ବର୍ତ୍ତମାନ। ଆସନ୍ତୁ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି 129 ନମ୍ବର ପ୍ରଶ୍ନ। ସମସ୍ତ କ୍ରିୟାର କାଳ କ ସ୍ତମ୍ଭ ସହ ଖ ସ୍ତମ୍ଭକୁ ସମ୍ପର୍କ କର ଓ ଉତ୍ତର ଲେଖ। ଏହାର କ ସ୍ତମ୍ଭରେ ରହିଛି କରେ କାର୍ଯ୍ୟଟି ବର୍ତ୍ତମାନ ଘଟୁଥିବାର ଅନୁମାନ, ଖରେ ରହିଛି କ୍ରିୟା ଶେଷ ନ ହୋଇ ଚାଲୁଥିବାର ଜଣାଯାଏ, ଗରେ ରହିଛି ନିୟମିତ କାର୍ଯ୍ୟ ଘଟୁଥିବା ଜଣାଯାଏ, ଘରେ ରହିଛି କାର୍ଯ୍ୟ ସରିବା ସହିତ ବର୍ତ୍ତମାନ, ଉଁରେ ରହିଛି କାର୍ଯ୍ୟ ବର୍ତ୍ତମାନ ଅଳ୍ପ ପୂର୍ବେ ଘଟିଥିବା ଜଣାଯାଏ। ସେପରି ଖ ସ୍ତମ୍ଭରେ ରହିଛି ଆଇରେ ସାଧାରଣ ବର୍ତ୍ତମାନ, ଡବଲ ଆଇରେ ରହିଛି ସାଧାରଣ ଅତୀତ, ତ୍ରିପଲ ଆଇରେ ରହିଛି ସମ୍ଭାବ୍ୟ, IVରେ ରହିଛି ଅସମ୍ପନ୍ନ ବର୍ତ୍ତମାନ, ଭିରେ ରହିଛି ସମ୍ପନ୍ନ ବର୍ତ୍ତମାନ। ସେପରି ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ନମ୍ବର ସି। କର ଉତ୍ତର ହେଉଛି ତ୍ରିପଲ ଆଇ ସମ୍ଭାବ୍ୟ, ଖର ଉତ୍ତର ହେଉଛି IV ଅସମ୍ପନ୍ନ ବର୍ତ୍ତମାନ, ଗର ଉତ୍ତର ହେଉଛି ଆଇ ସାଧାରଣ ବର୍ତ୍ତମାନ, ଘର ଉତ୍ତର ହେଉଛି ଭି ସମ୍ପନ୍ନ ବର୍ତ୍ତମାନ, ଉଁର ଉତ୍ତର ହେଉଛି ଡବଲ ଆଇ ସାଧାରଣ ଅତୀତ। ଆସନ୍ତୁ ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଏହାର ପରବର୍ତ୍ତୀ ପ୍ରଶ୍ନ ହେଉଛି 130 ନମ୍ବର ପ୍ରଶ୍ନ। କ୍ରିୟାର କାଳ କ ସ୍ତମ୍ଭ ଓ ଖ ସ୍ତମ୍ଭକୁ ସଂଯୋଗ କର ଓ ଉତ୍ତର ଦିଅ। କ ସ୍ତମ୍ଭରେ ରହିଛି କରେ କାଳ, ଖରେ ରହିଛି କାର୍ଯ୍ୟ ଶେଷ ନ ହୋଇ ଅତୀତରେ ଚାଲେ, ଗରେ ରହିଛି କ୍ରିୟା ଅତୀତ କାଳରେ ନିୟମିତ ସମୟରେ ଘଟୁଥିଲେ, ଘରେ ରହିଛି କାର୍ଯ୍ୟର ଅତୀତ କାଳରେ ଘଟିଥିବା ସମ୍ଭାବନା, ଉଁରେ ରହିଛି ଅତୀତ କାଳରେ କାର୍ଯ୍ୟ ଘଟିଥିବା ସମ୍ଭାବନା। ସେପରି ଖ ସ୍ତମ୍ଭରେ ରହିଛି ଅସମ୍ପନ୍ନ ଭୂତ, ଡବଲ ଆଇରେ ରହିଛି ନିତ୍ୟ ପ୍ରବୃତ୍ତ ଭୂତକାଳ, ତ୍ରିପଲ ଆଇରେ ରହିଛି ଅନୁମାନିକ ଭୂତ, IVରେ ରହିଛି ତିନି ପ୍ରକାର, ଭିରେ ରହିଛି ସମ୍ଭାବ୍ୟ ଭୂତ। ସେପରି ଏହାର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ଏ। କର ଉତ୍ତର ହେଉଛି IV ତିନି ପ୍ରକାର, ଖର ଉତ୍ତର ହେଉଛି ଆଇ ଅସମ୍ପନ୍ନ ଭୂତ, ଗର ଉତ୍ତର ହେଉଛି ଡବଲ ଆଇ ନିତ୍ୟ ପ୍ରବୃତ୍ତ ଭୂତକାଳ, ଘର ଉତ୍ତର ହେଉଛି ଭି ସମ୍ଭାବ୍ୟ ଭୂତ, ଉଁର ଉତ୍ତର ହେଉଛି ତ୍ରିପଲ ଆଇ ଆନୁମାନିକ ଭୂତ। ଆସନ୍ତୁ ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା। 131 ନମ୍ବର ପ୍ରଶ୍ନଟି ହେଉଛି ସମସ୍ତ କ୍ରିୟାକାଳ ସମ୍ପର୍କିତ କ ସ୍ତମ୍ଭ ଓ ଖ ସ୍ତମ୍ଭକୁ ସଂଯୋଗ କରି ଉପଯୁକ୍ତ ଉତ୍ତର ଦିଅ। କ ସ୍ତମ୍ଭରେ ରହିଛି କରେ କାର୍ଯ୍ୟ ଆଗକୁ ଘଟିବାର ସୂଚନା, ଖରେ ରହିଛି ଅତି ଦୀର୍ଘ କାଳ ପରେ ଘଟଣା ହେବା, ଗରେ ରହିଛି ଅସମ୍ପନ୍ନ ଭବିଷ୍ୟତ କାଳ, ଘରେ ରହିଛି କୌଣସି କାର୍ଯ୍ୟ ନିୟମିତ ରୂପେ ଘଟିବା, ଉଁରେ ରହିଛି କାର୍ଯ୍ୟର ନିଷ୍ପତ୍ତି ହେବା ସୂଚାଏ। ସେହିପରି ଖ ସ୍ତମ୍ଭରେ ରହିଛି ଆଇରେ ସାଧାରଣ ଭବିଷ୍ୟତ, ଡବଲ ଆଇରେ ରହିଛି ନିତ୍ୟ ପ୍ରବୃତ୍ତ ଭବିଷ୍ୟତ, ତ୍ରିପଲ ଆଇରେ ରହିଛି ଭବିଷ୍ୟତ କାଳ, IVରେ ରହିଛି ଭୂତକାଳ, ଭିରେ ରହିଛି ଚଳିତ ଭବିଷ୍ୟତ। ସେହିପରି ଏହାର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ଏ। କର ଉତ୍ତର ହେଉଛି ତ୍ରିପଲ ଆଇ ଭବିଷ୍ୟତ କାଳ, ଖର ଉତ୍ତର ହେଉଛି ଆଇ ସାଧାରଣ ଭବିଷ୍ୟତ, ଗର ଉତ୍ତର ହେଉଛି ଭି ଚଳିତ ଭବିଷ୍ୟତ, ଘର ଉତ୍ତର ହେଉଛି ଡବଲ ଆଇ ନିତ୍ୟ ପ୍ରବୃତ୍ତ ଭବିଷ୍ୟତ, ଉଁର ଉତ୍ତର ହେଉଛି IV ଭୂତକାଳ। ଆସନ୍ତୁ ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା।
ଏହାର ପରବର୍ତ୍ତୀ ପ୍ରଶ୍ନ ରହିଛି 132 ନମ୍ବର ପ୍ରଶ୍ନ। କ୍ରିୟାର କାଳକୁ କ ସ୍ତମ୍ଭ ସହ ଖ ସ୍ତମ୍ଭ ସଂଯୋଗ କର ଓ ସଠିକ୍ ଉତ୍ତର ବାଛି ଲେଖ। କ ସ୍ତମ୍ଭରେ ରହିଛି କରେ ଚନ୍ଦ୍ର ଉଇଁଲେ କଇଁ ଫୁଟିବ। ଖରେ ରହିଛି ସଙ୍ଗୀତା ଗୀତ ଗାଉଛି। ଗରେ ରହିଛି ସେ ପ୍ରତିଦିନ ତୁଳସୀ ପତ୍ର ଖାଉଥିଲେ। ଘରେ ରହିଛି ହରିଣଟି ଦୌଡ଼ୁଛି। ଉଁରେ ରହିଛି ଆସନ୍ତାକାଲି ରାଧା ଆମ ଘରକୁ ଆସିପାରେ। ସେହିପରି ଖ ସ୍ତମ୍ଭରେ ରହିଛି ଆଇରେ ବର୍ତ୍ତମାନ, ଡବଲ ଆଇରେ ରହିଛି ନିତ୍ୟ ପ୍ରବୃତ୍ତି ଭୂତ, ତ୍ରିପଲ ଆଇରେ ରହିଛି ସମ୍ଭାବ୍ୟ ଭବିଷ୍ୟତ, ଆଇଭିରେ ରହିଛି ଭବିଷ୍ୟତ, ଭିରେ ରହିଛି ଅସମ୍ପନ୍ନ ବର୍ତ୍ତମାନ। ସେପରି ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ଏ। କର ଉତ୍ତର ହେଉଛି ଆଇଭି ଭବିଷ୍ୟତ, ଖର ଉତ୍ତର ହେଉଛି ଆଇ ବର୍ତ୍ତମାନ, ଗର ଉତ୍ତର ହେଉଛି ଡବଲ ଆଇ ନିତ୍ୟ ପ୍ରବୃତ୍ତି ଭୂତ, ଘର ଉତ୍ତର ହେଉଛି ଭି ଅସମ୍ପନ୍ନ ବର୍ତ୍ତମାନ, ଉଁର ଉତ୍ତର ହେଉଛି ତ୍ରିପଲ ଆଇ ସମ୍ଭାବ୍ୟ ଭବିଷ୍ୟତ। ଆସନ୍ତୁ ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଏହାର ପରବର୍ତ୍ତୀ ପ୍ରଶ୍ନରେ ରହିଛି 133 ନମ୍ବର ପ୍ରଶ୍ନ। କର କ୍ରିୟା ପଦଟି ବିଭିନ୍ନ କାଳକୁ ସମ୍ପର୍କ କରି କ ସ୍ତମ୍ଭ ଓ ଖ ସ୍ତମ୍ଭକୁ ସଠିକ୍ ଉତ୍ତର ଲେଖ। କ ସ୍ତମ୍ଭରେ ରହିଛି କରେ କଲେ କ୍ରିୟାପଦ, ଖରେ ରହିଛି କରିଥିଲେ କ୍ରିୟାପଦ, ଗରେ ରହିଛି କରନ୍ତେ କ୍ରିୟାପଦ, ଘରେ ରହିଛି କରୁଥିବେ କ୍ରିୟାପଦ, ଉଁରେ ରହିଛି କରୁଥାନ୍ତେ କ୍ରିୟାପଦ। ସେହିପରି ଖ ସ୍ତମ୍ଭରେ ରହିଛି ଆଇରେ ସମ୍ଭାବ୍ୟ ବର୍ତ୍ତମାନ, ଡବଲ ଆଇରେ ରହିଛି ସମ୍ଭାବ୍ୟ ଭବିଷ୍ୟତ, ତ୍ରିପଲ ଆଇରେ ରହିଛି ନିତ୍ୟ ପ୍ରବୃତ୍ତି ଭୂତ, ଆଇଭିରେ ରହିଛି ପ୍ରାଗ୍ ଭୂତ, ଭିରେ ରହିଛି ଅସମ୍ପନ୍ନ ଭୂତ। ସେହିପରି ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ଏ। କର ଉତ୍ତର ହେଉଛି ତ୍ରିପଲ ଆଇ ନିତ୍ୟ ପ୍ରବୃତ୍ତି ଭୂତ, ଖର ଉତ୍ତର ହେଉଛି ଆଇଭି ପ୍ରାଗ୍ ଭୂତ, ଗର ଉତ୍ତର ହେଉଛି ଆଇ ସମ୍ଭାବ୍ୟ ବର୍ତ୍ତମାନ, ଘର ଉତ୍ତର ହେଉଛି ଭି ଅସମ୍ପନ୍ନ ଭୂତ, ଉଁର ଉତ୍ତର ହେଉଛି ଡବଲ ଆଇ ସମ୍ଭାବ୍ୟ ଭବିଷ୍ୟତ। ଆସନ୍ତୁ ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଏହାର ପରବର୍ତ୍ତୀ ପ୍ରଶ୍ନଟି ରହିଛି 134 ନମ୍ବର ପ୍ରଶ୍ନ। ବିଭିନ୍ନ କାଳର କ ସ୍ତମ୍ଭକୁ ଖ ସ୍ତମ୍ଭ ସହିତ ସଂଯୋଗ କର ଓ ଉତ୍ତର ଲେଖ। ଏହାର କ ସ୍ତମ୍ଭରେ ରହିଛି କରେ କରୁଥିବୁ କ୍ରିୟାପଦ, ଖରେ ରହିଛି ଖେଳିଥାନ୍ତୁ, ଗରେ ରହିଛି ଖେଳୁଥିଲେ, ଘରେ ରହିଛି ପଢ଼ିଲ, ଉଁରେ ରହିଛି ପଢ଼ିଥିବ। ସେହିପରି ଖ ସ୍ତମ୍ଭରେ ରହିଛି ଆଇରେ ଅଭିପ୍ରାୟିକ ଭାବ, ଡବଲ ଆଇରେ ରହିଛି ଅସମ୍ପନ୍ନ ଅତୀତ, ତ୍ରିପଲ ଆଇରେ ରହିଛି ଅସମ୍ପନ୍ନ ବର୍ତ୍ତମାନ, ଆଇଭିରେ ରହିଛି ସମ୍ପନ୍ନ ଭବିଷ୍ୟତ, ଭିରେ ରହିଛି ସାଧାରଣ ଅତୀତ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ଏ। କର ଉତ୍ତର ହେଉଛି ତ୍ରିପଲ ଆଇ ଅସମ୍ପନ୍ନ ବର୍ତ୍ତମାନ, ଖର ଉତ୍ତର ହେଉଛି ଆଇ ଅଭିପ୍ରାୟିକ ଭାବ, ଗର ଉତ୍ତର ହେଉଛି ଡବଲ ଆଇ ଅସମ୍ପନ୍ନ ଅତୀତ, ଘର ଉତ୍ତର ହେଉଛି ଭି ସାଧାରଣ ଅତୀତ, ଉଁର ଉତ୍ତର ହେଉଛି ଆଇଭି ସମ୍ପନ୍ନ ଭବିଷ୍ୟତ। ଆସନ୍ତୁ ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା। 135 ନମ୍ବର ପ୍ରଶ୍ନଟି ହେଉଛି କ୍ରିୟା ବିଶେଷଣ କ ସ୍ତମ୍ଭ ଓ ଖ ସ୍ତମ୍ଭ ସୂଚା ଓ ଉପଯୁକ୍ତ ଉତ୍ତର ଲେଖ। ଏହାର କ ସ୍ତମ୍ଭରେ ରହିଛି କରେ କ୍ରିୟାର ଗୁଣ ବା ଅବସ୍ଥା ପ୍ରକାଶ, ଖରେ ରହିଛି ଅବ୍ୟୟ ଯୋଗେ, ଗରେ ରହିଛି ଝୁଲି ଝୁଲି ମୋଟାମୋଟି, ଘରେ ରହିଛି କାମଟି ଭଲରେ ହୋଇଗଲା, ଉଁରେ ରହିଛି ସୁନ୍ଦର ନିରାଡମ୍ବର ଚମତ୍କାର ଇତ୍ୟାଦି। ସେହିପରି ଖ ସ୍ତମ୍ଭରେ ରହିଛି ଆଇରେ କ୍ରିୟା ବିଶେଷଣ, ଡବଲ ଆଇରେ ରହିଛି କ୍ରିୟା ବିଶେଷଣ, ତ୍ରିପଲ ଆଇରେ ରହିଛି କ୍ରିୟା ବିଶେଷଣ, ଆଇଭିରେ ରହିଛି କ୍ରିୟା ବିଶେଷଣ, ଭିରେ ରହିଛି କ୍ରିୟା ବିଶେଷଣ। ଏହାର ସଠିକ୍ ଉତ୍ତରଟି ହେଉଛି କ ସ୍ତମ୍ଭର ସଠିକ୍ ଉତ୍ତର ହେଉଛି ସମସ୍ତ ଅପସନ୍ର କ୍ରିୟା ବିଶେଷଣ। ଆସନ୍ତୁ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନଟି ହେଉଛି 136 ନମ୍ବର ପ୍ରଶ୍ନ। ବିଭିନ୍ନ କ୍ରିୟାପଦର କ ସ୍ତମ୍ଭ ସହ ଖ ସ୍ତମ୍ଭକୁ ଉପଯୁକ୍ତ ରୂପେ ମିଳାଇ ସଠିକ୍ ଉତ୍ତର ଦିଅ। କ ସ୍ତମ୍ଭରେ ରହିଛି କରେ ସ୍ପଷ୍ଟ ଭାବରେ, ଖରେ ରହିଛି ମିଞ୍ଜି ମିଞ୍ଜି, ଗରେ ରହିଛି ସୁନ୍ଦର, ଘରେ ରହିଛି ବେଗରେ, ଉଁରେ ରହିଛି ଭଲରେ ଭଲରେ। ସେହିପରି ଖ ସ୍ତମ୍ଭରେ ରହିଛି ଆଇରେ ଗାଉଛି, ଡବଲ ଆଇରେ ରହିଛି ଧାଏଁ, ତ୍ରିପଲ ଆଇରେ ରହିଛି ହୋଇଗଲା, ଆଇଭିରେ ରହିଛି ପଢ଼, ଭିରେ ରହିଛି ଜଳୁଛି। ସେହିପରି ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ନମ୍ବର ଏ। କର ଉତ୍ତର ହେଉଛି ଆଇଭି ପଢ଼, ଖର ଉତ୍ତର ହେଉଛି ଭି ଜଳୁଛି,
ଗର ଉତ୍ତର ହେଉଛି ଆଇ ଗାଉଛି। ଘର ଉତ୍ତର ହେଉଛି ଡବଲ ଆଇ ଧାଏଁ। ମୋର ଉତ୍ତର ହେଉଛି ତ୍ରିପଲ ଆଇ ହୋଇଗଲା। ଆସନ୍ତୁ ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଏହାର ପରବର୍ତ୍ତୀ ପ୍ରଶ୍ନ ରହିଛି 137 ନମ୍ବର ପ୍ରଶ୍ନ। କ୍ରିୟାଗୁଡ଼ିକୁ କ ସ୍ତମ୍ଭ ସହିତ ଖ ସ୍ତମ୍ଭକୁ ସଂଯୋଗ କରି ଉତ୍ତର ବାଛି ଲେଖ। କ ସ୍ତମ୍ଭରେ ରହିଛି କରେ ଚମତ୍କାର, ଖରେ ରହିଛି ନିର୍ମଳ ଭାବରେ, ଗରେ ରହିଛି ବିନୟର ସହିତ, ଘରେ ରହିଛି ଥିରି ଥିରି, ଉଁରେ ରହିଛି ଟୋପା ଟୋପା। ସେହିପରି ଖ ସ୍ତମ୍ଭରେ ରହିଛି ଆଇରେ ଅନୁରୋଧ, ଡବଲ ଆଇରେ ରହିଛି କହୁଛି, ଟ୍ରିପଲ ଆଇରେ ରହିଛି ପାଣି ପଡ଼ୁଛି, ଆଇ ଭିରେ ରହିଛି ଗାଇଲା, ଭିରେ ରହିଛି ବୁଝାଇଲେ। ସେହିପରି ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ଏ। କର ଉତ୍ତର ହେଉଛି ଆଇ ଭି ଗାଇଲା, ଖର ଉତ୍ତର ହେଉଛି ବି ବୁଝାଇଲା, ଗର ଉତ୍ତର ହେଉଛି ଆଇ ଅନୁରୋଧ, ଘର ଉତ୍ତର ହେଉଛି ଡବଲ ଆଇ କହୁଛି, ଉଁର ଉତ୍ତର ହେଉଛି ତ୍ରିପଲ ଆଇ ପାଣି ପଡ଼ୁଛି। ଆସନ୍ତୁ ଏହାର ପରବର୍ତ୍ତୀ ପ୍ରଶ୍ନକୁ ଯିବା। 138 ନମ୍ବର ପ୍ରଶ୍ନରେ ରହିଛି କ୍ରିୟାପଦର କ ସ୍ତମ୍ଭ ଓ ଖ ସ୍ତମ୍ଭକୁ ଉପଯୁକ୍ତ ରୂପେ ସମ୍ପର୍କ କରି ସଠିକ୍ ଉତ୍ତର ବାଛି ଲେଖ। କ ସ୍ତମ୍ଭରେ ରହିଛି କରେ ବିଶେଷ୍ୟ ପଦ ପୂର୍ବରୁ ବସେ, ଖରେ ରହିଛି ସାଧ୍ୟ କ୍ରିୟା, ଗରେ ରହିଛି ସିଦ୍ଧ କ୍ରିୟା, ଘରେ ରହିଛି ହସିବା, ଉଁରେ ରହିଛି ଶୋଇଲା। ସେହିପରି ଖ ସ୍ତମ୍ଭରେ ରହିଛି ଆଇରେ କ୍ରିୟାପଦ, ଡବଲ ଆଇରେ ରହିଛି କ୍ରିୟାବାଚକ ବିଶେଷ୍ୟ ପଦ, ତ୍ରିପଲ ଆଇରେ ରହିଛି କ୍ରିୟାଜ ବିଶେଷଣ, ଆଇ ଭିରେ ରହିଛି ଅତୀତ କାଳର କ୍ରିୟାଜ ବିଶେଷଣ, ଭିରେ ରହିଛି ଭବିଷ୍ୟତ କାଳର କ୍ରିୟାଜ ବିଶେଷଣ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ଏ। କର ଉତ୍ତର ହେଉଛି ତ୍ରିପଲ ଆଇ କ୍ରିୟାଜ ବିଶେଷଣ, ଖର ଉତ୍ତର ହେଉଛି ଆଇ କ୍ରିୟାପଦ, ଗର ଉତ୍ତର ହେଉଛି ଡବଲ ଆଇ କ୍ରିୟାବାଚକ ବିଶେଷଣ ପଦ, ଘର ଉତ୍ତର ହେଉଛି ଭି ଭବିଷ୍ୟତ କାଳର କ୍ରିୟାଜ ବିଶେଷଣ, ଉଁର ଉତ୍ତର ହେଉଛି ଆଇ ଭି ଅତୀତ କାଳର କ୍ରିୟାଜ ବିଶେଷଣ। 7 ନମ୍ବର ବିଷୟଟି ଏଠି ସରିଯାଇଛି। ଧନ୍ୟବାଦ।